Hello everyone, welcome back to our channel. Finally, ଆସିଗଲା ତମମାନଙ୍କ ପାଇଁ 1 mark short questions with answer. 1 mark ର most important questions with answer. Already ତମେ exam ଦଉଛ ଜାଣିପାରୁଥିବ ସିଲେକ୍ସନ ଆସୁଛି କି ନାହିଁ. ଯଦି ଆସୁଛି ମୋତେ ପ୍ଲିଜ୍ କମେଣ୍ଟରେ ଜଣାଅ ବିକଜ ବହୁତ ପିଲା କମେଣ୍ଟରେ ଜଣାଉଛନ୍ତି ଯେ ହଁ ମ୍ୟାମ୍ ଏକ୍ଜାମ୍ ଭଲ ହେଇଛି ତ ତମମାନେ ବି ଜଣାଅ ଯେ ସିଲେକ୍ସନ ଆସିଛି କି ନାହିଁ. ଓକେ, ତମେ ଯଦି ନ କମେଣ୍ଟରେ ଜଣାଅ ମୁଁ କେମିତି ଜାଣିବି ସିଲେକ୍ସନ ଆସୁଛି କି ନାହିଁ ହେଲା. କିନ୍ତୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ାକ ପ୍ରୋଭାଇଡ଼ ହେଉଛି ତୁମମାନଙ୍କୁ. ଆଶା କରୁଛି ଭିଡ଼ିଓଟି ତୁମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ. ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରିବା ବିଲକୁଲ ବି ଭୁଲିବନି. ପ୍ରଥମ କରିକି ଆମ ଚ୍ୟାନେଲକୁ ଆସିଥିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିନିଅ. ଚलो ଷ୍ଟାର୍ଟ କରିବା. ଫାର୍ଷ୍ଟ ଦେଖିବା 1 ମାର୍କସର ୟୁନିଟ୍ 1. ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି ଲଛବା କେଉଁ ପ୍ରକାରର ଉପନ୍ୟାସ? ତୁମେ ଜାଣିଛ ଓଡ଼ିଆ ଅନର୍ସ ଯେହେତୁ ତୁମର ବହୁତ ସାରା ବିଷୟ ରହିଛି, ବହୁତ ସାରା ଟପିକ୍ ରହିଛି, ତ 1 ମାର୍କ ସିଲେକ୍ସନ୍ ମଧ୍ୟ ସେଇଭଳିଆ ବହୁତ ସାରା ଅଛି. ବହୁତ ସାରା ନାହିଁ ମାନେ ଏତେ ବି ନାହିଁ ଯେ ତୁମେ ପଢ଼ିପାରିବନି ହେଲା. ତ ଏ ବାଛିକି ମୋଷ୍ଟ ଇମ୍ପୋର୍ଟାଣ୍ଟ ବାଲା ଆଣିଛି, ବୁଝିଲା. ଲଛମା କେଉଁ ପ୍ରକାର ଉପନ୍ୟାସ? ନା ଏହା ଏକ ସ୍ମରଣୀୟ ଐତିହାସିକ ଉପନ୍ୟାସ. ନେକ୍ସଟ ଆସିଲା ଲଛମା ଉପନ୍ୟାସ ରଚୟିତା କିଏ? ବ୍ୟାସକବି ଫକୀରମୋହନ ସେନାପତି ହେଉଛନ୍ତି ଲଛମା ଉପନ୍ୟାସର ରଚୟିତା. ପୁରା ଫୁଲ୍ ଆନ୍ସର ଲେଖିବ, ପୁରା ଫୁଲ୍ ସେଣ୍ଟେନ୍ସ, ନାଇଁ ଯେ ଖାଲି ତମେ ଲେଖି ଆସିବ ମାନେ କ'ଣ ଏମିତି ଦେଖ ଏକ୍ଜାମ୍ ଦେଇଛି ଲଛମା ଉପନ୍ୟାସ ମୁଖ୍ୟ ନାୟିକା କିଏ? ଲଛମା, ଏମିତି ଲେଖି ଆସନ୍ତୁ ଟୋଟାଲ୍ ଲେଖିବ ଲଛମା ଉପନ୍ୟାସର ମୁଖ୍ୟ ନାୟିକା ହେଉଛନ୍ତି ଲଛମା. ଏଠି ତମକୁ ଫୁଲ୍ ମାର୍କ ମିଳିବ. ଆଉ ଯେବେ ଖାତା ଉଠିବ ସେ ତମମାନଙ୍କ ପ୍ରତି ଇମ୍ପ୍ରେସନଟା ଭଲ ଆସିବ, ବୁଝିଲ. ନେକ୍ସଟ ଆସିଲା ଲଛମା ଉପନ୍ୟାସରେ ଓଡ଼ିଶାର କେଉଁ ସମୟର ଇତିହାସ ବର୍ଣ୍ଣନା କରାଯାଇଛି? ଲଛମା ଉପନ୍ୟାସରେ ଓଡ଼ିଶାର କେଉଁ ସମୟ କଥା ବର୍ଣ୍ଣନା କରାଯାଇଛି? ନା ମରହଟ୍ଟା ବର୍ଗୀମାନଙ୍କ ଅତ୍ୟାଚାର ଏବଂ ଓଡ଼ିଶାର ତତ୍କାଳୀନ ରାଜନୈତିକ ସ୍ଥିତି ବିଷୟରେ ବର୍ଣ୍ଣନା କରାଯାଇଛି. ନେକ୍ସଟ କ୍ୱେଶ୍ଚନ୍ ଆସିଲା ଆଜିର ମଣିଷ ଉପନ୍ୟାସ କାହା ଦ୍ୱାରା ରଚିତ? ଆଜିର ମଣିଷ ଉପନ୍ୟାସଟି କାହ୍ନୁଚରଣ ମହାନ୍ତିଙ୍କ ଦ୍ୱାରା ରଚିତ. ନେକ୍ସଟ କ୍ୱେଶ୍ଚନ୍ ଆସିଲା ଆଜିର ମଣିଷ ଉପନ୍ୟାସରେ କେଉଁ ସମୟର ପୃଷ୍ଠଭୂମି ଦେଖିବାକୁ ମିଳେ? ଭାରତର ସ୍ୱାଧୀନତା କାଳୀନ ବିଭିନ୍ନ ଘଟଣାବଳୀ ଓ ସାମାଜିକ ଚିତ୍ର ହେଲା. ଆଜିର ମଣିଷ ଉପନ୍ୟାସଟି ରହିଛି ତାର ପୃଷ୍ଠଭୂମିରେ କ'ଣ ଦେଖିବାକୁ ମିଳିଥାଏ? ନା ଭାରତର ସ୍ୱାଧୀନତା କାଳୀନ ବିଭିନ୍ନ ଘଟଣା ଆଉ ସାମାଜିକ ଚିତ୍ର ଦେଖିବାକୁ ମିଳିଥାଏ. ନେକ୍ସଟ ଆସିଲା ଏ ଯେଉଁ ଆଜିର ମଣିଷ ଉପନ୍ୟାସରେ ମୁଖ୍ୟତଃ କେଉଁ ବିଷୟର ପ୍ରତିବିମ୍ବ ରହିଛି? ନା ସ୍ୱାଧୀନତା ସମୟର ମଣିଷର ମାନସିକତା, ସ୍ୱାଧୀନତା ସମୟର ମଣିଷ ସଂଘର୍ଷ ଏବଂ ସାମାଜିକ ପରିବର୍ତ୍ତନର ପ୍ରତିବିମ୍ବ ରହିଛି. ତେଣୁ ଆମେ ଦେଖିବା ୟୁନିଟ୍ 2. ୟୁନିଟ୍ 2ର ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି ଦାଦିବୁଢ଼ା ଉପନ୍ୟାସ ରଚୟିତା କିଏ? ଦାଦିବୁଢ଼ା ଉପନ୍ୟାସ ରଚୟିତା କିଏ? ନା ଗୋପୀନାଥ ମହାନ୍ତି. ତେଣୁ ଆସିଲା ଦାଦିବୁଢ଼ା କେଉଁ ପ୍ରକାରର ଉପନ୍ୟାସ? ଆଦିବାସୀ ଜନଜୀବନ ଭିତ୍ତିକ ଉପନ୍ୟାସ ହେଉଛି କୋଉଟା? ନା ଦାଦିବୁଢ଼ା. ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଆସିଲା ଦାଦିବୁଢ଼ା ଉପନ୍ୟାସରେ କେଉଁ ସମ୍ପ୍ରଦାୟର ଜୀବନ ଚିତ୍ର ବର୍ଣ୍ଣିତ ହୋଇଛି? ଦାଦିବୁଢ଼ା ଉପନ୍ୟାସରେ ପରଜା ଆଦିବାସୀ ସମ୍ପ୍ରଦାୟର ଜୀବନ ଚିତ୍ର ବର୍ଣ୍ଣିତ ହୋଇଛି. ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଅଛି ଦାଦିବୁଢ଼ା ପ୍ରକୃତରେ କାହାକୁ ବୁଝାଏ? ଦାଦିବୁଢ଼ା ପ୍ରକୃତରେ କାହାକୁ ବୁଝାଇଥାଏ? ନା ଏକ ପ୍ରାଚୀନ ବୃକ୍ଷ ଯାହାକୁ ଗ୍ରାମବାସୀ ଦେବତା ବୋଲି ଭାବି ତାକୁ ପୂଜା କରନ୍ତି. ଦେନ୍ ନେକ୍ସଟ ଆସିଲା ଗୋପୀନାଥ ମହାନ୍ତିଙ୍କ ପ୍ରଥମ ଆଦିବାସୀ ଭିତ୍ତିକ ଉପନ୍ୟାସ ନାମ କ'ଣ? ଦାଦିବୁଢ଼ା. ଏଇଟା କେବେ ଲେଖିଥିଲେ? 1944 ବା 1944 ମସିହାରେ. ନେକ୍ସଟ ଆସିଲା କାଳାନ୍ତର. କାଳାନ୍ତର ଉପନ୍ୟାସ ଲେଖକ କିଏ? ନା ସୁରେନ୍ଦ୍ର ମହାନ୍ତି ହେଉଛନ୍ତି କାଳାନ୍ତର ଉପନ୍ୟାସର ଲେଖକ. କାଳାନ୍ତର ଉପନ୍ୟାସର ମୁଖ୍ୟ ପୃଷ୍ଠଭୂମି କ'ଣ? ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ, ନଅଙ୍କ ଦୁର୍ଭିକ୍ଷ ଏବଂ ସାମାଜିକ ପରିବର୍ତ୍ତନ ହେଉଛି କାଳାନ୍ତର ଉପନ୍ୟାସର ମୁଖ୍ୟ ପୃଷ୍ଠଭୂମି ବା ମୁଖ୍ୟ ବିଷୟବସ୍ତୁ. ନେକ୍ସଟ ଆସିଲା କାଳାନ୍ତର ଉପନ୍ୟାସରେ ମୁଖ୍ୟତଃ କେଉଁ ସମୟର ସାମାଜିକ ବାସ୍ତବତା ପ୍ରତିଫଳିତ ହୋଇଛି? ଓଡ଼ିଶାର ନବଜାଗରଣ ଓ ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧର ସମୟର. ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଆସିଲା ସୁରେନ୍ଦ୍ର ମହାନ୍ତିଙ୍କର ଏକ ପ୍ରସିଦ୍ଧ ଐତିହାସିକ ଉପନ୍ୟାସର ନାମ ଲେଖ. ଗୋଟେ ହେଲା ନୀଳଶୈଳ ହେଲା. କାଳାନ୍ତର ମଧ୍ୟ ତାଙ୍କର ଗୋଟେ ପ୍ରମୁଖ ସୃଷ୍ଟି. ଦେନ୍ ନେକ୍ସଟ ଆସିଲା ୟୁନିଟ୍ 3. ୟୁନିଟ୍ 3ର ଫାର୍ଷ୍ଟ କ୍ୱେଶ୍ଚନ୍ ଅଛି ଓଡ଼ିଆ ସାହିତ୍ୟର ପ୍ରଥମ ଆଧୁନିକ କ୍ଷୁଦ୍ର ଗଳ୍ପର ନାମ କ'ଣ? ଓଡ଼ିଆ ସାହିତ୍ୟ ପ୍ରଥମ ଆଧୁନିକ କ୍ଷୁଦ୍ର ଗଳ୍ପର ନାମ ହେଉଛି ରେବତୀ. ନେକ୍ସଟ କ୍ୱେଶ୍ଚନ୍ ଆସିଲା ରେବତୀ ପିତାଙ୍କ ନାମ କ'ଣ ଥିଲା? ରେବତୀର ପିତାଙ୍କ ନାମ କ'ଣ ଥିଲା? ନା ଶ୍ୟାମବନ୍ଧୁ ମହାନ୍ତି. ରେବତୀକୁ ପାଠ ପଢ଼ାଉଥିବା ଶିକ୍ଷକଙ୍କ ନାମ କ'ଣ ଥିଲା? ରେବତୀକୁ ଯିଏ ପାଠ ପଢ଼ାଉଥିଲେ ତା ଶିକ୍ଷକଙ୍କ ନାମ କ'ଣ ଥିଲା? ନା ବାସୁଦେବ ବା ବାସୁ. ନେକ୍ସଟ ଆସିଲା ଶ୍ୟାମବନ୍ଧୁ ମହାନ୍ତି କେଉଁ ଜମିଦାରଙ୍କ ଅଧୀନରେ ଗୁମାସ୍ତା ଥିଲେ? ଶ୍ୟାମବନ୍ଧୁ ମହାନ୍ତି କୋଉ ଜମିଦାରଙ୍କ ଅଧୀନରେ ଗୁମାସ୍ତା ଥିଲେ? ନା ରାଧାଶ୍ୟାମ
राधा श्याम नरेंद्र। देन नेक्स्ट क्वेश्चन छी रेवती गल्पटी प्रथमे केउ पत्रिका प्रकाश पाइथिला ना उत्कल साहित्य प्रकाश पाइथिला केबे ना 1898 बा 1898 मसीह प्रकाश पाइथिला। नेक्स्ट आसला एबे मध्य बंचिची गल्पर गाल्पिक किए एबे मध्य बंचिची गल्पर गाल्पिक होचंती गोदावरीश महापात्र। नेक्स्ट क्वेश्चन आसला गोदावरीश महापात्रଙ୍କ द्वारा संपादित प्रसिद्ध व्यंग पत्रिकार नाम कोन ना निया खुंटा। नेक्स्ट आसला एबे मध्य बंचिची गल्पटी केउ मुख्य चेतना उपरे आधारित देश प्रेम एवं मानवीय संवेदनशील उपरे आधारित को गल्पटी ना एबे मध्य बंचिची। नेक्स्ट आसला ओडिया साहित्यर प्रथम प्रगतिवादी बा मार्क्सवादी गल्प केउटी प्रगतिवादी और मार्क्सवादी गल्प होची ओडिया साहित्यर शिकार। नेक्स्ट आसला शिकार गल्पर मुख्य चरित्र नाम कौन बा सबरर नाम कौन ना घिनुआ। नेक्स्ट क्वेश्चन आसला घिनुआ कहार मुंड काटी बड़ साहेब पाखु उदाहरण स्वरूप आनथिला ना गोविंद सरदार। घिनुआ कौन होतला ना गोविंद सरदार मुंड काटिकी बड़ साहेब पाखु उदाहरण स्वरूप आनिथिला। नेक्स्ट आसला सरकार जातिर शत्रु हिंस्र बाघ को मारिले सरकार जातिर शत्रु हिंस बाघ को मारिले कौन दियंती बोली घिनुआ जानिथिला ना पुरस्कार दियंती ହେଲା। नेक्स्ट आसला डिमिरी फूल गल्पर गाल्पिक किए अखिल मोहन पट्टनायक होचंती डिमिरी फूलर गल्पर गाल्पिक। नेक्स्ट आसला गाल्पिक अखिल मोहन पट्टनायक केउ प्रसिद्ध गल्प पुस्तक पई केंद्र साहित्य एकाडेमी पुरस्कार लाभ करथिले ओ अंधकली पई 1981 1981 रे कहले ना केंद्र साहित्य एकाडेमी पुरस्कार पाइथिले। नेक्स्ट आसला डिमिरी फूल गल्पटी मुख्यतः मनुष्य जीवन केउ विषय वस्तु पर आधारित डिमिरी गल्पटी मनुष्यर मनस्तात्विक विश्लेषण अप्राप्त आशा आकांक्षा एवं जीवनर जटिल रहस्य उपरे आधारित। देन नेक्स्ट क्वेश्चन आसला गल्प अनुसार डिमिरी फूल कहार प्रतीकात्मक रूप अटे मनुष्य जीवनर अलभ्य दुर्लभ किंबा एक भ्रमात्मक स्वप्नर प्रतीक होची डिमिरी फूल जहाँ वास्तव में सहजरे मिले नहीं। नेक्स्ट आसला अखिल मोहन को गल्प गुड़िक साधारणतः केउ समाजर चित्र देखा मिले अखिल मोहन को गल्प में आधुनिक मनुष्यर अंतर्द्वंद सह शहरी और अभिजात श्रेणीर समाज वास्तव चित्र देखा मिलता है। नेक्स्ट आसला यूनिट 4 फर्स्ट क्वेश्चन अछि सुना मोहर गल्पर गाल्पिक किए मनोज दास होचंती सुना मोहर गल्पर गाल्पिक। नेक्स्ट आसला मनोज दास ओडिया व्यतीत अन्य केउ भाषा रे विपुल साहित्य सृष्टि करछन इंग्रजी भाषा मध्ये मनोज दास अनेक बा विपुल साहित्य सृष्टि करछंती। देन नेक्स्ट क्वेश्चन अछि नेक्स्ट आसला गाल्पिक मनोज दास केउ सर्वोच्च भारतीय साहित्य सम्मान पाई मनोनीत होइतिले बा सरस्वती सम्मान पाइतिले सरस्वती सम्मान पाइतिले कोथि ना तांकर अमृत फल उपन्यास पाई मन रखिबो। देन नेक्स्ट अछि कला पहाड़ आरपार रे गल्पर रचयिता किए शांतनु कुमार आचार्य होचंती कला पहाड़ आरपार रे रचयिता। नेक्स्ट अछि शांतनु कुमार आचार्य प्रथम प्रकाशित उपन्यास नाम कोन ना नर किन्नर होची शांतनु कुमार आचार्य प्रथम प्रकाशित उपन्यास। नेक्स्ट आसला कला पहाड़ आरपार रे गल्पटी केउ प्रकारर पट्टभूमि बा भावधारा उपरे आधारित सामाजिक और मनस्तात्विक आह्वानर पट्टभूमि उपरे। नेक्स्ट क्वेश्चन आसला ओडिया साहित्यर प्रसिद्ध गल्प पाटदेईर गाल्पिक किए पाटदेईर गाल्पिक होचंती बीणापाणी महांती। बीणापाणी महांती तांको केउ पुस्तक पाई केंद्र साहित्य एकाडेमी पुरस्कार पाइथिले ହେଲା पाटदेई गल्प संकलन पाई 1990 मसीह रे कहते ना साहित्य एकाडेमी पुरस्कार पाइथिले केंद्र साहित्य एकाडेमी पुरस्कार। नेक्स्ट आसला पाटदेई गल्प रे मुख्यतः केउ चरित्रर संघर्ष को देखा जायछि जण निष्पेषित और स्वाभिमानी नारीर चरित्र को दर्शा जायछि। नेक्स्ट क्वेश्चन आसला गोपपुर गल्पर स्रष्टा किए गोपपुर गल्पर स्रष्टा होचंती रामचंद्र बेहेरा। नेक्स्ट आसला गाल्पिक रामचंद्र बेहेरा ओडिया साहित्य एकाडेमी रो केउ पदवी मंडन करथिले से ओडिशा साहित्य एकाडेमी रो सभापति थिले।
नेक्स्ट क्वेश्चन ला गोपपुर गल्परे केउ चेतना बा मूल्यबोधर चित्र प्रतिफलित होइछि? ग्रामीण जीवन मूल्यबोध एवं मानवीय संपर्कर विवर्तन। एतिକି ଥିଲା ତମମାନଙ୍କ ପାଇଁ 1 ମାର୍କ ସିଓର ସର୍ଟ କ୍ୱେଶ୍ଚନ୍ସ ୱିଥ୍ ଆନ୍ସର। ଆଶା କରୁଛି ଭିଡ଼ିଓ ତମମାନଙ୍କ ପାଇଁ ବହୁତ ହେଲ୍ପଫୁଲ୍ ହେବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ବିଲକୁଲ ବି ଭୁଲିବନି। ପ୍ରଥମ କରିକି ଆମ ଚ୍ୟାନେଲକୁ ଆସିଲେ ଆମ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରିନିଅ। ଓକେ।